ପ୍ରତିଭା ଆଉ ଜେଜେମା କଣ୍ଟା ଆଣି ଲିପିଆଙ୍କ ବେଡ୍ ତଳେ ରଖିଦେଇ ଚାଲି ଯାଉଛନ୍ତି। ଆଉ ଲିପିଆ ଯେତେବେଳେ ଶୋଇବା ପାଇଁ ଆସୁଛନ୍ତି ସେ ଆୟୁଷକୁ ମିସ୍ କରୁଛନ୍ତି, କାହିଁକିନା ଆୟୁଷ ଗୋଟେ କାମରେ ବାହାରକୁ ଚାଲି ଯାଇଥିବେ। ସେଥିପାଇଁ ଲିପିକା ଆୟୁଷ ଶୋଇଥିବା ବେଡ୍ ସାଇଡ୍ରେ ଶୋଇ ପଡୁଛନ୍ତି। ଆଉ ତା ପରଦିନ ସକାଳୁ ପ୍ରତିଭା ଲିପିଆଙ୍କ ଡୋର୍ ନକ୍ କରୁଛନ୍ତି। ଆଉ ଲିପିଆ ଡୋର୍ ଖୋଲିବା ପରେ ପ୍ରତିଭା ଦେଖୁଛନ୍ତି ଲିପିଆଙ୍କର କିଛି କ୍ଷତି ହେଇନି। ସେଥିପାଇଁ ପ୍ରତିଭା ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ତାପରେ ପ୍ରତିଭା ଗୋଟେ ପ୍ଲାନ୍ କରି ଲିପିଆଙ୍କୁ କହୁଛନ୍ତି, ମୋ ୱାସରୁମ୍ରେ ପାଣି ଆସୁନି, ସେଥିପାଇଁ ମୁଁ ପ୍ଲମ୍ବରକୁ ଡାକିଛି ଠିକ୍ କରିବା ପାଇଁ। ତୁ ଯାଇ ଦେଖିଲୁ ବର୍ଷା ୱାସରୁମ୍ରେ ପାଣି ଆସୁଛି କି ନାହିଁ। ଏହାପରେ ଲିପିକା ବର୍ଷାଙ୍କ ୱାସରୁମ୍କୁ ଚାଲି ଯାଉଛନ୍ତି। ଆଉ ତାପରେ ଜେଜେମା ଗୋଟେ ପାଉଡର ନେଇ ପ୍ରତିଭାଙ୍କ ପାଖକୁ ଆସୁଛନ୍ତି। ଆଉ କହୁଛନ୍ତି, ବାବା କହିଛନ୍ତି ଏ ପାଉଡର ଗୋଟେ ଘଣ୍ଟା ଭିତରେ କାମ ଦବ। ଏହାପରେ ପ୍ରତିଭା ଲିପିକା ପିନ୍ଧିବାକୁ ରଖିଥିବା ଲୁଗାରେ ସେ ପାଉଡରକୁ ପକେଇ ଦେଇ ସେଠାରୁ ଚାଲି ଯାଉଛନ୍ତି। ଆଉ ଲିପିକା ଯେତେବେଳେ ତାଙ୍କ ରୁମ୍କୁ ଆସି ସେ ଲୁଗାକୁ ପିନ୍ଧୁଛନ୍ତି, ସେତେବେଳେ ପ୍ରତିଭା ଆଉ ଜେଜେମା ଲୁଚିକି ରହିକି ଲିପିକାଙ୍କୁ ଦେଖିକି ଖୁସି ହେଇଯାଉଛନ୍ତି। ଏହାପରେ ଆୟୁଷ ଆଉ ଆକାଶ ଘରକୁ ଆସୁଛନ୍ତି। ଆଉ ତାଙ୍କ ସହିତ କମ୍ପାନୀରେ ଡିଲ୍ କରୁଥିବା ଗେଷ୍ଟ ମାନେ ଆସୁଛନ୍ତି। ଆଉ ତାପରେ ଲିପିକା ଯେତେବେଳେ ଗେଷ୍ଟ ମାନଙ୍କ ପାଇଁ ଚା ନେଇ ଆସୁଛନ୍ତି, ସେତେବେଳେ ଲିପିକାଙ୍କ ଦେହ ହାତ କୁଣ୍ଡେଇ ହେବାକୁ ଲାଗୁଛି। ଆଉ ଆୟୁଷ ଦେଖୁଛନ୍ତି ଲିପିକାଙ୍କ ହାତରୁ ଚା ଖସି ପଡିବ। ସେଥିପାଇଁ ଆୟୁଷ ଲିପିକାଙ୍କ ହାତରୁ ଚା କପ୍ ଟାଣି ଆଣୁଛନ୍ତି। ଆଉ ଚା କପ୍ ତଳେ ପଡିଯାଉଛି। ଏମିତି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଏହାପରେ ଆୟୁଷ ଲିପିକାଙ୍କୁ କହୁଛନ୍ତି, ତମେ ଏସବୁ କଣ କରୁଛ, ତମ ଧ୍ୟାନ କୋଉଠି ଅଛି। ଆଉ ଲିପିକା କହୁଛନ୍ତି, ଆଇ ଏମ୍ ସରି। ଏମିତି କହିକି ଲିପିକା ଆୟୁଷକୁ ଧକ୍କା ମାରି ଠେଲି ଦଉଛନ୍ତି।